ମଦ ଧରା ଚାଲିଛି। ଅବକାରୀ ଚଢ଼ାଉ। ଅବକାରୀର ଚଢ଼ାଉ 4 ଦିନ ମଧ୍ୟରେ 14 ଗିରଫ। ରାଉରକେଲାରେ ଅବକାରୀ ଚଢ଼ାଉ 4 ଦିନ ମଧ୍ୟରେ 14 ଜଣଙ୍କୁ ଗିରଫ କଲା ରାଉରକେଲା ଅବକାରୀ। ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ଗତ 20 ତାରିଖ ଦିନ ଲୁଙ୍ଗେଇ ସିଙ୍ଗେର ବେଦବ୍ୟାସ ଅଞ୍ଚଳକୁ ଚଢ଼ାଉ କରି ମୋଟ 10 କୋଟି କେସ୍ କରାଯାଇଥିବା ବେଳେ ମୋଟ 302 ଲିଟର ବେଆଇନ ମହୁଲି ମଦ ନଷ୍ଟ କରାଯିବା ସହିତ 4120 କେଜି ମହୁଲ ପୋଚ ନଷ୍ଟ କରିଦିଆଯାଇଛି। ଏ ବାବଦରେ ମୋଟ 8ଟି କ୍ଲେମ୍ କେସ୍ କରାଯାଇଥିବା ବେଳେ ମୋଟ 7 ଜଣ ଆସାମୀକୁ କୋର୍ଟ ଚାଲାଣ କରାଯାଇଛି ଏବଂ ଜଣକୁ 35(3) BNSS ନୋଟିସ୍ ଦିଆଯାଇଛି। ମହୁଲି ମଦ ବିକ୍ରି ଅଭିଯୋଗରେ ଯାତ୍ରୀ ଓରାମ, ବସିନ ଓରାମ, କର୍ମୀ ତିରି କେଓ, ରିଙ୍କି ଶାଖା, ବନ୍ଧୁନ କୁମାର ରାଣ, ବନ୍ଦୀ ଓରାମ, ରେଶ୍ମା ତନ୍ତୀ, ଶମ୍ଭୁଲାଲ ଦାସ ଅନ୍ତର୍ଭୁକ୍ତ ଥିବା ଜଣାପଡ଼ିଛି। ଏହି ଚଢ଼ାଉରେ ଇନ୍ସପେକ୍ଟର ଶ୍ରୀ ଦିଲ୍ଲୀପ ନାୟକ, ଏସ୍ଆଇ ଇଦ୍ରିସ୍ ହୁସେନ, ଏସ୍ଆଇ ଅଜୟ ପ୍ରଧାନ, ଏଏସ୍ଆଇ ବିଦ୍ୟୁତ ଭୂଷଣ ଦାସ, ଏଏସ୍ଆଇ କୁମାରୀ ଜେମାମଣି କିଷାନ, ଶ୍ରୀନିବାସ ବିଶୋଇ, ସୌମ୍ୟରଞ୍ଜନ ସାହୁ, ସୁକାନ୍ତ ଅମାତ, ସୂର୍ଯ୍ୟକାନ୍ତ ସ୍ୱାଇଁ, ସପନ ସାହୁ, କୁମାରୀ ପ୍ରଧାନ, ଭିକ୍ଟୋରିଆ ଡୁଙ୍ଗଡୁଙ୍ଗ, ନିରଞ୍ଜନ ରାଉତ, ଆକାଶ ପଟେଲ ଆଦି ସାମିଲ ହୋଇଥିଲେ। ସେହିଭଳି ଗତ 24 ତାରିଖ ଦିନ ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ବେଦବ୍ୟାସ, ରେଲାପୋସ, ବାଗବୁଡ଼ି ଏବଂ କୁକୁଡ଼ା ଅଞ୍ଚଳକୁ ଚଢ଼ାଉ କରି ମୋଟ 8 ଗୋଟି କେସ୍ କରାଯାଇଥିବା ବେଳେ ମୋଟ 4500 କେଜି ମହୁଲ ପୋଚ ନଷ୍ଟ କରାଯିବା ସହିତ 2ଟି ମୋଟର ସାଇକେଲ ଯାହାର ନମ୍ବର OR14M1842 ଏବଂ OR14P6818 ଜବତ କରାଯାଇଥିବା ବେଳେ ମୋଟ 7 ଗୋଟି କେସ୍ କରାଯାଇଛି ଏବଂ ଗୋଟିଏ ଅନକ୍ଲେମ୍ଡ କେସ୍ କରାଯାଇଛି। ମୋଟ 7 ଜଣ ଆସାମୀକୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି। ସେମାନେ ହେଲେ ଗୋପାଳ ତିର୍କି, ସନ୍ତୋଷ ମଙ୍କର, ଲକ୍ଷ୍ମୀ ସିଂ, ଗୁଡୁସଦାର, ସୁନୀଲ ଖାଲକୋ, ବିଷ୍ଣୁ କଂସାରିଲିଆ, ଜିତେନ୍ଦ୍ର ସାହା ଅନ୍ତର୍ଭୁକ୍ତ। ଏହି ଚଢ଼ାଉରେ ଇନ୍ସପେକ୍ଟର ଦିଲ୍ଲୀପ ନାୟକ, ଇଦ୍ରିସ୍ ହୁସେନ, ଏସ୍ଆଇ ଅଜୟ ପ୍ରଧାନ, ଓଆଇସି ରାଉରକେଲା ଶ୍ରୀ ଆକାଶ ସାହୁ, ଏଏସ୍ଆଇ ବିଦ୍ୟୁତ ଭୂଷଣ ଦାସ, ଏଏସ୍ଆଇ କୁମାରୀ ଜେମାମଣି କିଷାନ, ଏଏସ୍ଆଇ ଲକ୍ଷ୍ମୀ ପଣ୍ଡା, ଶ୍ରୀନିବାସ ବିଶୋଇ, ସୌମ୍ୟରଞ୍ଜନ ସାହୁ, ସୁକାନ୍ତ ଅମାତ, ସୂର୍ଯ୍ୟକାନ୍ତ ସ୍ୱାଇଁ, ସପନ ସାହୁ, ରେଣୁ କିରୋ, ହେମମଞ୍ଜରୀ ବିଶ୍ୱାଳ, କୁମାରୀ ପ୍ରଧାନ, ଭିକ୍ଟୋରିଆ ଡୁଙ୍ଗଡୁଙ୍ଗ, ପ୍ରଦୀପ ଲୋଗୁନ, ନିରଞ୍ଜନ ରାଉତ, ଆକାଶ ପଟେଲ, ବବୁଲ ସ୍ୱାଇଁ, ତ୍ରିଲୋଚନ ପାଢ଼ୀ, ଅମର ମହାରଣା ଆଦି ସାମିଲ ହୋଇଥିଲେ। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା। ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି, ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।